କେତେକ ମଣ୍ଡଳୀରେ ଏ ପ୍ରକାର ବ୍ୟକ୍ତି ଦେଖାଯାଆନ୍ତି ଯେ ବିଦ୍ରୋହ କରନ୍ତି, ଆଜ୍ଞା ଲଙ୍ଘନ କରିବା, ନିୟମ କେତେକ ନିୟମ ଭଙ୍ଗ କରିବା, ଏମାନେ ଏଗୁଡ଼ାକ ଭଲ ପାଆନ୍ତି। ଏଗୁଡ଼ାକ କରିବା ପାଇଁ ସେମାନେ ଇଚ୍ଛା କରନ୍ତି, କାହିଁକି ନା ମଣ୍ଡଳୀ ଗୋଟେ ଭାଙ୍ଗିଯାଉ। ଏ ପ୍ରକାର ଲୋକମାନଙ୍କ ପାଇଁ ଗୋଟିଏ ବାକ୍ୟ କୁହାଯାଇଛି ଯେ ଏହି ପ୍ରକାର କର୍ମ କରୁଥିବା ବ୍ୟକ୍ତିମାନଙ୍କ ନିକଟକୁ ନିଷ୍ଠୁର ଦୂତ ପଠାଯିବ। କାହିଁକି? ନିଷ୍ଠୁର ମାନେ ଦୟା ଆଉ ନଥିବ, କାକୁଳେ ହେଲେ ମଧ୍ୟ ତାକୁ କ'ଣ କରାଯିବ? ନିଷ୍ଠୁର ଭାବରେ ପ୍ରହାର କରାଯିବ, ଶାସ୍ତି କରାଯିବ। ସେ ପ୍ରକାର ଦୂତ ପରମେଶ୍ୱର ତାଙ୍କ ନିକଟକୁ ପଠାଇବେ। ତେଣୁ ବିଦ୍ରୋହ କରିବା ଅପେକ୍ଷା ମଣ୍ଡଳୀର ନିୟମ ଅନୁସାରେ, ବାକ୍ୟର ନିୟମ ଅନୁସାରେ କର୍ମ କରିବା ପାଇଁ ଯତ୍ନବାନ ହେଉ। କାରଣ ଯଦି ପରମେଶ୍ୱର ଆମମାନଙ୍କର ନିକଟରେ ସେହି ଦୂତକୁ ପଠାଇଲେ, ତାହେଲେ ସେହି ଦୂତ ଆଉ ଦୟା ଦେଖିବ ନା। ଆପଣମାନଙ୍କର ଇଚ୍ଛାରେ ଆପଣମାନେ ଯେ ପ୍ରକାର କରୁଥିଲେ, ତାର ଇଚ୍ଛାରେ ସେ ଆମମାନଙ୍କ ପ୍ରତି ସେ ପ୍ରକାର ବ୍ୟବହାର କରିବେ। ତେଣୁ ଜାଗ୍ରତ। ମଣ୍ଡଳୀ ହେଉଛି ପରମେଶ୍ୱରଙ୍କର ଗୋଟିଏ ମନ୍ଦିର ଅଟେ। ପରମେଶ୍ୱର ମଣ୍ଡଳୀକୁ ଭଲ ପାଆନ୍ତି, ଆଉ ମଣ୍ଡଳୀକୁ ପରମେଶ୍ୱର ହିଁ ଗଢ଼ିଛନ୍ତି। ଆଉ ସେଇ ମଣ୍ଡଳୀକୁ ଯେଉଁମାନେ ଭଗ୍ନ କରିବାକୁ ଚାହିଁବେ, ମୁଁ ପ୍ରତ୍ୟେକ ମଣ୍ଡଳୀ କଥା କହୁନାହିଁ, ଯେଉଁ ମଣ୍ଡଳୀରେ ସତ୍ୟତା ଅଛି, ଏ ପ୍ରକାର ତ ଅନେକ ମଣ୍ଡଳୀ ମଧ୍ୟ ଅଛି, ଛାଡ଼ନ୍ତୁ, କିନ୍ତୁ ଯେଉଁଠାରେ ସତ୍ୟ ଉପାସନା କରାଯାଉଛି, ଯେଉଁଠାରେ ସତ୍ୟତା ଜାଣିଛନ୍ତି, ଯେଉଁଠାରେ ପରମେଶ୍ୱରଙ୍କର ମହାନ ଆଶ୍ଚର୍ଯ୍ୟ କର୍ମ ହେଉଅଛି, ପରମେଶ୍ୱର ଗୌରବାନ୍ୱିତ ହେଉଅଛନ୍ତି, ଯେଉଁ ମଣ୍ଡଳୀରେ ସ୍ୱର୍ଗ ପର୍ଯ୍ୟନ୍ତ ସିଡ଼ି ଲାଗିଥାଏ, ଏ ପ୍ରକାର ମଣ୍ଡଳୀ ସହିତ ଯଦି କେହି ବିଦ୍ରୋହ କରନ୍ତି, ତାହେଲେ ପରମେଶ୍ୱର କେବେ ମଧ୍ୟ ଚୁପ୍ ରହିବେ ନା। ପରମେଶ୍ୱର ନିଷ୍ଠୁର ଦୂତକୁ ପଠାଇବେ। ହିତୋପଦେଶ 17:11 ପଦରେ ଲେଖା ଅଛି, ନିଷ୍ଠୁର ଦୂତକୁ ପଠାଇବେ, ଆଉ ସେଇ ଲୋକକୁ ସେ ନିର୍ଦ୍ଦୟ ଭାବରେ ଶାସନ କରାଯିବ। ତାକୁ ଆଉ ଦୟା ଦିଆଯିବ ନାହିଁ, ପ୍ରହାର କରାହବ, ଶାସନ କରାହବ, ଯେ ପ୍ରକାର ତାର ଆତ୍ମା ବଞ୍ଚିବ, ଫେରିବ। ତେଣୁକରି ପରମେଶ୍ୱରଙ୍କର ମଣ୍ଡଳୀ ବିରୁଦ୍ଧରେ ଯଦି ଆମେ ଉଠୁ, ସତ୍ୟ ମଣ୍ଡଳୀ ବିରୁଦ୍ଧରେ ଯଦି ଆମେମାନେ ଉଠୁ, ତାହେଲେ ଆପଣମାନେ ଜାଣି ରଖନ୍ତୁ ଯେ ତାହା ପରମେଶ୍ୱରଙ୍କ ବିରୁଦ୍ଧରେ ଆମେମାନେ ଉଠୁଅଛୁ। କାରଣ ସେହି ସତ୍ୟ ମଣ୍ଡଳୀ ପରମେଶ୍ୱରଙ୍କର, ଆଉ କାହାର ନୁହେଁ।